ॐ ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। ଜୟ ଜଗନ୍ନାଥ। 90 ଅଧ୍ୟାୟ ପାଠ କରିବା ବସୁଦେବଙ୍କ ଯଜ୍ଞୋତ୍ସବ। 90ତମ ଅଧ୍ୟାୟ। ବସୁଦେବର ଯଜ୍ଞ କଥା 90 ଅଧ୍ୟାये ଏ ବ୍ୟବସ୍ଥା। ଶୁକ ବୋଲନ୍ତି ଶୁଦ୍ଧ ମନେ ହରଷେ ରାଜା ସନ୍ନିଧାନେ। ଶ୍ରୀ ଶୁକ ଉବାଚ ଶୁଣ ସୁମନେ ଶୁଦ୍ଧ ଚେତା କୃଷ୍ଣ ମଙ୍ଗଳ ଗୁଣଗାଥା। କୃଷ୍ଣର ଅଷ୍ଟ ପାଟରାଣୀ ତାହାଙ୍କ ମୁଖୁ ବାକ୍ୟ ଶୁଣି। କୁନ୍ତି ଗାନ୍ଧାରୀ ଯାଜ୍ଞସେନୀ ମାଧବୀ ସୁଭଦ୍ରା କାମିନୀ। ଅପରେ ରାଜ ପତ୍ନୀ ଯେତେ ବ୍ରଜ କାମିନୀ ଗଣ ସାଥେ। କୃଷ୍ଣ ମହିମା ଶୁଣି କର୍ଣ୍ଣେ ଅପରେ ଯେତେ ବଧୂ ଜନେ। ପରମାନନ୍ଦ ବିଷ୍ଣୁ ଭାବେ ପ୍ରେମ ଅନୁବନ୍ଧ ସ୍ୱଭାବେ। ଆନନ୍ଦେ ତନୁ ପୁଲକିତ ଲୋଚନ ଅଶ୍ରୁ ଜଳଯୁତ। ଏକ ଆରେକ ମୁଖ ଚାହିଁ କୃଷ୍ଣ ମହିମା ଗୁଣ ଗାଇ। ସୁଖ ସାଗରେ ନିମଜ୍ଜିଲେ ଏମନ୍ତେ ବିପ୍ରେ ବିଜେ କଲେ। ଦେଖିବା ଅର୍ଥେ ରାମ ହରି ଅନେକ ଦୂରୁ ଆଶା କରି। ବ୍ୟାସ ସହିତେ ବ୍ରହ୍ମାସୁତ ବ୍ୟଚନ ଦେବଳ ଅସିତ। ବିଶ୍ୱାମିତ୍ର ଯେ ମହାମୁନି ସଙ୍ଗତେ ସତାନନ୍ଦ ଘେନି। ଭରଦ୍ୱାଜ ଯେ ଗୌତମ ମିଳିଲେ ଶ୍ରୀ ପରଶୁରାମ। ବଶିଷ୍ଠ ଶିଷ୍ୟଙ୍କ ସହିତେ ଗାଲବ ଆଦି ଭୃଗୁ ଯେତେ। ପୁଲସ୍ତ୍ୟ କଶ୍ୟପ ଯେ ଅତ୍ରି ମୃକଣ୍ଡ ସୁତ ବୃହସ୍ପତି। ବ୍ରହ୍ମାର ସୁତ ଦ୍ୱିତତ୍ରିତ ଏକତ୍ର ଅଙ୍ଗିରା ସହିତ। ଅଗସ୍ତ୍ୟ ଯାଜ୍ଞବଲ୍କ୍ୟ ମୁନି ଅପରେ ବାମ ଦେବ ଘେନି। ଋଷିଙ୍କି ଦେଖି କିଛି ଦୂରେ ବେଗେ ଉଠିଲେ ନୃପବରେ। ପାଣ୍ଡବେ ରାମ କୃଷ୍ଣ ତୁଲେ ବିପ୍ରଙ୍କ ପାଦେ ପ୍ରଣମିଲେ। ବିଶ୍ୱବନ୍ଦିତ ମୁନିଗଣ କୃଷ୍ଣ ନିମନ୍ତି ପୁଣ ପୁଣ। ରାମ ସହିତେ ଦାମୋଦର ପୂଜିଲେ ବିପ୍ରଙ୍କ ପୟର। ଆସନ ପାଦ୍ୟ ଅର୍ଘ୍ୟ ମାଲ୍ୟେ ଅନୁଲେପନ ଧୂପ ଦେଲେ। ସୁଖେ ବସାଇ ମୁନିଗଣ ଧର୍ମପାଳକ ନାରାୟଣ। ଯେମନ୍ତେ ସଭା ଲୋକେ ଶୁଣି ଉଚ୍ଚ ବଚନେ ଚକ୍ରପାଣି। ବୋଲନ୍ତି ପ୍ରଭୁ ଭଗବାନ ଆଜ ଜୀବନ ମୋର ଧନ୍ୟ। ଯେ ଫଳ ଅତି ତପଦାହି ଆଜ ଲଭିଲି ତାହା ମୁହିଁ। ଯୋଗେଶ୍ୱରଙ୍କ ଦରଶନ ଦେବଙ୍କୁ ଦୁର୍ଲଭ ଏ ଜାଣ। ଏ ଜନ ମଧ୍ୟେ ଯାର ଜନ୍ମ ଅଳ୍ପ ତପସ୍ୟା ପୁଣ୍ୟହୀନ। ଏହାଙ୍କ ଦର୍ଶନ ନ ପାଇ ନିର୍ମଳ ନ କରଇ ଦେହି। ଏହାଙ୍କ ମୁଖ ଦରଶନ ପ୍ରଣାମ ପୁଚ୍ଛା ସ୍ୱରସନ। ଆବର ପାଦ ପୂଜା କରି ପ୍ରାଣୀ ତରନ୍ତି ଭବବାରି। ତୀର୍ଥ ପୂରିତ ପୁଣ୍ୟ ଜଳେ ଯେତେ ଦେବତା ଭୂମି ତଳେ। ପାଷାଣ ମୃତ୍ତିକାଭିଆଣେ ଆଗମ ନିଗମ ପ୍ରମାଣେ। ଅନେକ କାଳେ ଏ ତରନ୍ତି ସେବା ଉଚିତେ ଫଳ ଦିଅନ୍ତି। ସାଧୁଙ୍କୁ ଦେଖି ଦୃଷ୍ଟି ପଥେ ପାପ ନ ରହେ ଅନ୍ତର୍ଗତେ। ଅନଳ ରବି ନିଶାକର ନକ୍ଷତ୍ର ମହି ସର୍ବନୀର। ଶୂନ୍ୟ ପବନ ବାକ୍ୟ ମନ ଏ ଆଦି ବିଷୟ ପ୍ରଧାନ। ଏହାଙ୍କୁ ସେବନ୍ତି ଯେ ନିତ୍ୟେ ଶାସ୍ତ୍ର ପୁରାଣ ବେଦ ମତେ। ତାହାଙ୍କ ପାପ ନ ଛାଡ଼ଇ ସେବା ଉଚିତେ ଫଳ ପାଇ। ସାଧୁଙ୍କ ଜ୍ଞାନ ବାଣୀ ଶୁଣି ମୁହୂର୍ତ୍ତେ ସେବଇ ଯେ ପ୍ରାଣୀ। ସକଳ ପାପୁ ସେ ନିସ୍ତରେ ନିର୍ମଳ ବାହ୍ୟ ଅଭ୍ୟନ୍ତରେ। ନିର୍ମଳ ବାହ୍ୟ ଅଭ୍ୟନ୍ତରେ। ତ୍ରିଧାତୁ ରୂପ ଏ ଶରୀର ନିତ୍ୟ ମରଣ ଅଧିକାର। ଏ ଦେହେ ଆତ୍ମ ବୁଦ୍ଧି ଯାର କଳତ୍ର ଆଦି ବୋଲେ ମୋର। ମାଟି ପାଷାଣ ଧାତୁ ଖଣ୍ଡ ଏଣେ ନିର୍ମିତ ବେଦ ପିଣ୍ଡ। ତହିଁ ଯାହାର ପୂଜା ବିଧି ଜଳେ ଯାହାର ତୀର୍ଥ ବୁଦ୍ଧି। ସାଧବେ ନ କରେ ଆଦର ତାହାକୁ ବୋଲଟି ଗୋଖର। ଶୁକ କହନ୍ତି ମୁନିଜନ
ହେମନ୍ତେ କୃଷ୍ଣର ବଚନ ଶୁଣି ସମ୍ଭ୍ରମେ ବିପ୍ରଗଣ ଚିତ୍ତେ ମଣିଲେ ବୁଦ୍ଧି ଛନ୍ନ ଦୂରଧିଗମ୍ୟ ବାକ୍ୟ ଶୁଣି ଚଞ୍ଚଳ ଚିତ୍ତେ ହୋଇ ତୁନି ଈଶ୍ୱର ବାକ୍ୟେ ଅବଧାନେ ଚିତ୍ତେ ବିଚାରି ଦୃଢ଼ ମନେ ଜନସଂଗ୍ରହ ଅର୍ଥେ ଧ୍ୟାଇ ହସି ବୋଲନ୍ତି କୃଷ୍ଣ ଚାହିଁ ମୁନୟ ଉଚୁଃ ବ୍ରହ୍ମାଦି ଯେତେ ପ୍ରଜାପତି ଏ ବିଶ୍ୱ ସଂସାର ସର୍ଜନ୍ତି ତାଙ୍କ ଈଶ୍ୱର ଆମ୍ଭେ ହୋଇ ବିଷ୍ଣୁର ମାୟା ତନ୍ତ୍ରେ ମୋହି ଭ୍ରମୁ ସଂସାର ଚକ୍ରେ ପଡ଼ି ନିଜ ନିସ୍ତାର ପଥ ହୁଡ଼ି ବିଚିତ୍ର ବିଷ୍ଣୁର ଚେଷ୍ଟିତ ଯେଣୁ ଭ୍ରମାନ୍ତି ଏ ଜଗତ ସ୍ୱଭାବେ ନିର୍ବିକଳ୍ପ ହରି ଆତ୍ମାରେ ଆତ୍ମ ମାୟା କରି ଏ ବିଶ୍ୱ ସର୍ଜଇ ପାଳଇ ପ୍ରଳୟ କାଳେ ସଂହାରଇ ଏ ପୁଣି କର୍ମେ ବଦ୍ଧ ନୋହେ ମାୟାର ବଳେ ବିଶ୍ୱ ମୋହେ ମୃତ୍ତିକା ଯେଶ ନେବିକାରେ ବହୁତ ନାମ ରୂପ ଧରେ ତେସନ ଈଶ୍ୱର ଚରିତ ମାୟା ବିଡ଼ମ୍ବେ ବିପରୀତ ଗୁଣ ଗୋବିନ୍ଦ ମୁଖ ଚାହିଁ ବୋଲନ୍ତି ଶିରେ କର ଦେଇ ତୋର ମହିମା ଏହି ମତ ଯେଣୁ ତୋ ସର୍ଜନା ଜଗତ ତଥାପି ଖଳ ନିବାରଣ ସୃଜନ ଧର୍ମ ସମ୍ପାଦନ ନିର୍ମଳ ଦେହେ ବିଶ୍ୱବ୍ୟାପୀ ଲୀଳାଏ ବେଦ ପଥ ବ୍ୟାପୀ ପଥସ୍ଥାପୀ ଯେ ସନାତନ ବର୍ଣ୍ଣାଶ୍ରମ ତୁ ରଖୁ ଏହାଙ୍କର ଧର୍ମ ଯେଣୁ ତୁ ପରମ ପୁରୁଷ ଏ ଜନ ମଧ୍ୟେ ତୋର ଯଶ ଯେ ବ୍ରହ୍ମନାଦି କାରଣ ସେ ତୋର ହୃଦୟ ପ୍ରମାଣ ସ୍ୱାଧ୍ୟାୟ ତପ ପ୍ରାଣାୟାମେ ଯାହାକୁ ଲଭି ଅତି ଶ୍ରମେ ସେ ତୋର ତହୁଁ ଆତଜାତ ଯାର ପ୍ରମାଣ ବ୍ୟକ୍ତାବ୍ୟକ୍ତ ତୁ ସର୍ବଶାସ୍ତ୍ରଙ୍କ ଜନନୀ ତେଣୁ ତୁ ଆତ୍ମ ମାୟା ଘେନି ବ୍ରାହ୍ମଣ କୁଳ ରକ୍ଷା କରୁ ତୁ ନାଥ ଆତ୍ମ ଜ୍ଞାନ ଗୁରୁ ବ୍ରାହ୍ମଣ୍ୟ ବର ତୋର ନାମ ତୁ ଜାଣୁ ତୋର ନିଜ ଧାମ ଆଜ ସଫଳ ଆମ୍ଭ ଜନ୍ମ ତପ ସମାଧି ବିଦ୍ୟା କର୍ମ ଏ ଦୃଷ୍ଟି ଶ୍ରବଣର ଲାଭ ତୋ ସଙ୍ଗେ ବାକ୍ୟ ପ୍ରିୟ ଭାବ ଜୀବନ ମୋକ୍ଷ ତୋ ନିକଟେ ଲଭିଲୁ ପୁଣ୍ୟ ତୀର୍ଥ ତଟେ ବଚନ ତୋତେ ନ ଜାଣଇ ମନ ପାଇବ ଅବା କାହିଁ ହେମନ୍ତେ କୃଷ୍ଣ ରୂପ ତୋର ନମସ୍ତେ ପ୍ରଭୁ ଦାମୋଦର ସ୍ୱଯୋଗ ମାୟା ଛନ୍ନ ତୁହି ମାୟା ମନୁଷ୍ୟ ରୂପ ବହି ତୁ ପରମାତ୍ମା ନାରାୟଣ ନମସ୍ତେ ପରମ କାରଣ ତୋର ସୁହୃଦ ରାଜା ଯେତେ ସ୍ୱଜନ ବାନ୍ଧବ ସହିତେ ଭୋଜ ଯାଦବ ବୃଷ୍ଟି ବଂଶେ ତୁଜେ ପ୍ରକାଶୀ ଅଛୁ ଅଂଶେ ତୋହର ଅଙ୍ଗ ସଙ୍ଗେ ଥାଇ ଏ ତୋତେ ଜାଣି ଲେଟି ନାହିଁ ତୁ ଆତ୍ମା ପରମ ଈଶ୍ୱର ମାୟା ପଟଳେ ଅଗୋଚର ଯେହ୍ନେ ପୁରୁଷ ନିଦ୍ରା ଭୋଳେ ଶୟନ ଶରୀର ନିଶ୍ଚଳେ ଅଜ୍ଞାନ ଭାବ ମାୟା ତୁଲେ ଆତ୍ମାକୁ ନ ଜାଣଇ ଭଲେ ତୋର ମାୟାରେ ଛନ୍ନ ହୋଇ ତୋତେ ଜାଣିବେ ଅବା କାହିଁ ଓ ନାଥ ତୋହର ଚରଣ ଆଜ ଦେଖିଲୁ ନାରାୟଣ ଯେ ପାଦ ସର୍ବ ପାପ ନାଶେ ଯୋଗୀଙ୍କ ହୃଦୟରେ ପ୍ରକାଶେ ଅଶେଷ ତୀର୍ଥ ଫଳ ସେହି ଯେ ଭଜି ପାରେ ଦେହ ବହି ଉତ୍ତମ ବ୍ୟକ୍ତି ଯୋଗ ବଳେ ଅନ୍ତର ବାହାର ନିଶ୍ଚଳେ ନିରପି ପଦ୍ମ ପାଦେ ମତି ସେ ତୋତେ ପାଇବେ ଶ୍ରୀପତି ତୋର ଭଜନେ ଆମ୍ଭ ଦେହ ଆମ୍ଭଙ୍କୁ କର ଅନୁଗ୍ରହ ଶ୍ରୀ ଶୁକ ଉବାଚ କୃଷ୍ଣକୁ ମାଗି ନ ମେଲାଣି ହରସ ମନେ ସର୍ବମୁନି ଯୁଧିଷ୍ଠି ବଦନକୁ ଚାହିଁ ଧୃତରାଷ୍ଟ୍ରଙ୍କ ଆଗେ କହି ନିଜ ଆଶ୍ରମକୁ ଗମନ କଲ୍ପିଲା ଋଷିଙ୍କର ମନ ରାମ ଗୋବିନ୍ଦଙ୍କ ସମ୍ମୁଖେ ଥିଲା ଯେ ବସୁଦେବ ସୁଖେ ଅନୁଗମନ ପ୍ରଶ୍ନ ଆସେ ମିଳିଲା ମୁନିଙ୍କର ପାଶେ ପ୍ରଣାମ କରି ତାଙ୍କ ପାଏ ସାନନ୍ଦ ଚିତ୍ତେ ବାକ୍ୟ କହେ ବସୁଦେବ ଉବାଚ ନମସ୍ତେ ସର୍ବ ମୁନିବର ଶୁଣିବା ବଚନ ମୋହର କି କର୍ମେ କର୍ମ ଫଳ ନାଶେ ନିର୍ମଳ ଜ୍ଞାନ ସୁପ୍ରକାଶେ ଜ୍ଞାନେ ଅଜ୍ଞାନେ କର୍ମ କରି ବୃଦ୍ଧ ବୟସେ ତାସୁ ମରି ତହିଁକି ପ୍ରାୟଶ୍ଚିତ କଲେ କର୍ମ ନାଶଇ ଟିକି ଭଲେ
ଶୁଣି ବସୁଦେବ ବଚନ ବୋଲନ୍ତି ବ୍ରହ୍ମାଙ୍କ ନନ୍ଦନ। ନାରଦ ଉବାଚ ହେ ମୁନି ଗଣେ ଶୁଣ ଧୀରେ ଏ ବସୁଦେବଙ୍କ ବିଚାରେ ଚିତ୍ର ନୁହଁଇ ଏ ପ୍ରସନ୍ନ ଯାହାର ଗୋବିନ୍ଦ ନନ୍ଦନ କୃଷ୍ଣଙ୍କୁ ପୁତ୍ର ପ୍ରାୟ ମଣି ଏମନ୍ତ ପ୍ରଶ୍ନ କଲା ଆଣି ଆତ୍ମାର ଗତି ନ ଜାଣଇ ଏହାଙ୍କୁ ବିଷ୍ଣୁ ମାୟା ମୋହି ନିକଟେ ଥିଲେ ଅନାଦର ଏହିଟି ସଂସାର ବ୍ୟବହାର ଗଙ୍ଗା ନିକଟେ ଯେତେ ଜନେ ଅତି ପରଚେ ଅପମାନେ ଆତ୍ମାର ଗତି ଶୁଦ୍ଧି ଅର୍ଥେ ଲୋଭେ ଭ୍ରମନ୍ତି ଅନ୍ୟ ତୀର୍ଥେ ଯାହାର ଆତ୍ମା ଅନୁଭବ କାଳେ ନୁହଁଇ ପରାଭବ ଏହାର ସୁତ ସେ ଅନନ୍ତ ତଥାପି ବିଷ୍ଣୁ ମାୟାଗ୍ରସ୍ତ ଶୁଣ ହେ କୃଷ୍ଣର ମହିମା କେ କହିପାରେ ଗୁଣ ସୀମା କର୍ମ କଷଣ ପରିପାକ ଗୁଣ ପ୍ରବାହ ତ୍ରୟତ୍ରାପ ଏଣେ ନ ଲାଗେ ଯାର ଦେହ ଏଣୁ ଈଶ୍ୱର ଅଦ୍ୱିତୀୟ ପ୍ରାଣ ଇନ୍ଦ୍ରିୟ ତିନି ଗୁଣ ଯେଣୁ ଏ ଶରୀର ଭିଆଣ ଏଣେ ଆଚ୍ଛନ୍ନ ପ୍ରାୟ ଦିଶେ ଆଦିତ୍ୟ ଯେଶ ନେ ଆକାଶେ ହିମ ପରାଗ ମେଘେ ଛନ୍ନ ଏଣୁ ମୋହିତ ପ୍ରାଣୀ ମନ ଏଅନ୍ତେ ସର୍ବ ମୁନିଜନ ଚାହିଁ ବସୁଦେବ ବଦନ ଶୁଣନ୍ତି ସର୍ବ ରାଜା ଜନେ ରାମ ଗୋବିନ୍ଦ ସନ୍ନିଧାନେ ବୋଲନ୍ତି ଶୁଣ ବସୁଦେବ ଏ ସାଧୁ ଜନଙ୍କ ସ୍ୱଭାବ ଅଶେଷ ଯଜ୍ଞର କାରଣ ଅନାଦି ପ୍ରଭୁ ନାରାୟଣ ତାହାଙ୍କୁ ଯଜ୍ଞ ମାର୍ଗେ ପୂଜି ତେବେ ଯେ ଚଉର୍ବର୍ଗ ଅର୍ଜି ଚଞ୍ଚଳ ଚିତ୍ତ ଶାନ୍ତି ଅର୍ଥେ ଶାସ୍ତ୍ର ଲୋଚନେ ଧର୍ମ ପଥେ ସୁଗମ ମାର୍ଗ କବି ଜନେ ଦେଖାଇଛନ୍ତି ବିଦ୍ୟମାନେ ଏ ଯଜ୍ଞ ଆତ୍ମ ସୁଖ ଦେଇ ଗୃହସ୍ଥାଶ୍ରମ ଧର୍ମ ଏହି ଶ୍ରଦ୍ଧା ସହିତେ ଶୁଦ୍ଧ ଚିତ୍ତେ ଯେତେଚ୍ଛା ଧନେ ବେଦ ମତେ ଯଜ୍ଞ ପୁରୁଷ ପୂଜା କରି ହେଳେ ତରନ୍ତି ଭବବାରୀ ଧନ ଆକାଂକ୍ଷା ଦାନ ଯୋଗେ ପୁତ୍ର କଳତ୍ର ଗୃହ ଭୋଗେ ନିବର୍ତ୍ତାଏ ଯେ ଯଜ୍ଞ ଜ୍ଞାନବନ୍ତ ସର୍ବସଂକଳ୍ପ କାଳଗ୍ରସ୍ତ ବିଚାରି ସକଳ ତେଜଇ ଗ୍ରାମ୍ୟ ଭୋଗକୁ ନଇଛଇ ବିପ୍ର କ୍ଷତ୍ରିୟ ବୈଶ୍ୟ ପୁଣ ଏ ତିନି ମଧ୍ୟରେ ଯେତେ ଜନ ଦେବତା ଋଷି ପିତୃଙ୍କର ସ୍ୱଭାବେ ଋଣୀ ଏ ଶରୀର ଏହା ନ ସୁଝି ଧର୍ମ ଛାଡ଼ି ମଲେ ନରକେ ଥାନ୍ତି ପଡ଼ି ନିର୍ମଳ ଧନେ ଯଜ୍ଞ କଲେ ଦେବତା ଋଣ ସୁଝେ ଭଲେ ସ୍ୱଭାବେ ଦେବତା ଋଷି ପିତୃଙ୍କର ସ୍ୱଭାବେ ଋଣୀ ଏ ଶରୀର ଏହା ନ ସୁଝି ଧର୍ମ ଛାଡ଼ି ମଲେ ନରକେ ଥାନ୍ତି ପଡ଼ି ନିର୍ମଳ ଧନେ ଯଜ୍ଞ କଲେ ଦେବତା ଋଣ ସୁଝେ ଭଲେ ବିଦ୍ୟା ପଠନ କଲେ ଜାଣ ନିଶ୍ଚେ ସୁଝନ୍ତି ଋଷିଗଣ ପୁତ୍ର ପୌତ୍ର ଜାତ ହେଲେ ପିତୃଙ୍କ ଋଣ ସୁଝ ଭଲେ ତୁ ଏବେ ବେନି ଋଣ ମୁକ୍ତ ବିଦ୍ୟା ପଠନ ପୁତ୍ର ଜାତ ଦେବତା ଋଣ ଅଛି ତୋର ତୁ ଏବେ ସୁଖେ ଜାଗ କର ଏ ତିନି ଋଣୁ ତୁ ନିସ୍ତରୀ ସୁଖେ ବିହର ଯଦୁପୁରୀ ଶୁଣ ସୁମନେ ଯଦୁବୀର ନିର୍ମଳ ବଚନ ଆମ୍ଭର ପରମ ଭକ୍ତି ଭାବ ବହି ପୂର୍ବେ ପୂଜିଲୁ ନରହରି ଅନାଦି ପ୍ରଭୁ ଜଗନ୍ନାଥ ତୋହର ପୁତ୍ର ରୂପେ ଜାତ ଶ୍ରୀ ଶୁକ ଉବାଚ ବୋଲନ୍ତି ଶୁକ ମହାମୁନି ବ୍ରହ୍ମାନନ୍ଦନ ବାକ୍ୟ ଶୁଣି ସମ୍ଭ୍ରମ ଚିତ୍ତେ ସୁରବଳା ଋଷିଙ୍କି ଋତ୍ବି ଯେ ବରିଲା ପ୍ରଣାମ କରି ତାଙ୍କ ପାଦେ ଯଜ୍ଞ ଆରମ୍ଭିଲା ଆନନ୍ଦେ ବେଦ ବଚନେ ମୁନିଜନ କରନ୍ତି ଯଜ୍ଞର ବିଧାନ ଆନନ୍ଦେ ବସି କୁରୁକ୍ଷେତ୍ରେ ଶୁଦ୍ଧ ସୁବର୍ଣ୍ଣ ନାନା ପାତ୍ରେ ଉତ୍ତମ କାଳେ ବେଦ ମତେ ରାମ ଗୋବିନ୍ଦଙ୍କ ଅଗ୍ରତେ ଦୀକ୍ଷିତ ହୋଇ ବୃଷ୍ଟିବୀର ଭୂଷିତ ନାନା ଅଳଙ୍କାର ଦେବକୀ ଆଦି ଯେତେ ନାରୀ ବସୁଦେବର ତୁଲେ ବରି ରାଜାଙ୍କୁ ଅଳଙ୍କୃତ କଲେ ପତ୍ନୀ ସହିତେ ଯଜ୍ଞ କାଳେ ରାଜ କାମିନୀ ନିଜ ମଧ୍ୟରେ ସୁବାସ ଲେପନ୍ତି ଆନନ୍ଦେ ମଙ୍ଗଳ ଦ୍ରବ୍ୟ କରେ ଲଇଁ ମିଳିଲେ ଯଜ୍ଞ ଶାଳେ ଯାଇ ନାନା ଶବଦେ ବାଦ୍ୟ ବାଜେ ନର୍ତ୍ତକେ ନାଚନ୍ତି ସମାଜେ
ସୁତ ମାଗଧ ସ୍ତୁତି ଭଣି କିନ୍ନରୀ ଗୀତ ନାଦବାଣୀ କୋମଳ ସୁସଙ୍ଗୀତ ନାଦେ ଗାଇଲେ ଗନ୍ଧର୍ବେ ଆନନ୍ଦେ ଋତ୍ବିଜେ ଉତ୍ତମ ଆସନେ ବସି ମଙ୍ଗଳ ବେଦସ୍ୱନେ ବସୁଦେବଙ୍କୁ ମଧ୍ୟ କରି ସଙ୍ଗେ ବସାଇ ତାର ନାରୀ ବିବିଧ ଅଳଙ୍କାର ବେଶେ ବସୁଦେବର ବାମ ପାଶେ ବସିଲେ ଅଷ୍ଟାଦଶ ନାରୀ ସୁବର୍ଣ୍ଣ କୁମ୍ଭେ ତୀର୍ଥବାରୀ ପଲ୍ଲବେ ଘେନି ଜଳକର୍ଣ୍ଣା ମୁନିଏ କରନ୍ତି ମାଜଣା ସ୍ୱଭାବେ ଅଗ୍ନି ଷ୍ଟୋମ ସଭା ମଧ୍ୟ କି ପଟାନ୍ତର ଦେବା ନକ୍ଷତ୍ର ମଧ୍ୟ ଜେହ୍ନେ ଶଶୀ ହେମନ୍ତ ବସୁଦେବ ଦିଶି ବସୁଦେବର ନାରୀଗଣେ ଆଶା ଭୂଷଣ ଆଗ ଭରେ ଦିଶନ୍ତି ରୂପ ଅନୁପମ ସ୍ୱୟଂ ଆବୃତ ମୃଗଚମ ବସୁଦେବର ବିପ୍ରଜନେ ପୀତବସନ ପରିଧାନେ ସଭାଜନଙ୍କ ଦିବ୍ୟ ଶୋଭା କିବା ଉପମା ଦେବା ଅବା ସ୍ୱର୍ଗେ ବାସବ ଯଜ୍ଞ କାଳେ ମୁନିଏ ବୃନ୍ଦାରକ ମେଳେ ଯେମନ୍ତେ ଥିଲେ ପନ୍ତି ପନ୍ତି ଋଷିଏ ତେମନ୍ତ ଦିଶନ୍ତି ରାମ ଗୋବିନ୍ଦ ସେହି ମତେ ସଭାଜନଙ୍କ ମଧ୍ୟ ଗତେ ବନ୍ଧୁ ବାନ୍ଧବ ଜ୍ଞାତି ମେଳେ ନିଜ କାମିନୀ ସୁତ ତୁଲେ ନିଜ ବିଭୂତି ସଙ୍ଗେ ଘେନି ବିଜଏ ଆନନ୍ଦ ମେଦିନୀ ରାମ ଗୋବିନ୍ଦ ସଭା ମେଳେ ବସୁଦେବ ସେ ଯଜ୍ଞ କାଳେ ବିଶେଷେ କୃଷ୍ଣର ପିୟର ଦ୍ରବ୍ୟ ଜ୍ଞାନ କ୍ରିୟା ଈଶ୍ୱର ପୂଜିଲା ଅଗ୍ନି ହୋତ୍ର ମନ୍ତ୍ରେ ଯେମନ୍ତେ ପ୍ରାକୃତ ବୈକୃତେ ଏମନ୍ତେ ଯଜ୍ଞ ସମାପତେ ଦକ୍ଷିଣା ଦେଲେ ବେଦମତେ ବିପ୍ରଙ୍କୁ ଦେଇ ଅଳଙ୍କାର ଆନନ୍ଦ ମନେ ଯଦୁବୀର ଗୋଭୂମି କନ୍ୟା ମହାଧନ ବିପ୍ରଙ୍କୁ ଦେଲେ ତୋଷ ମନ ଯଜ୍ଞ ସମ୍ପାଦି ପୂର୍ଣ୍ଣ ଦିନ କରନ୍ତି ଅବଭୃତ ସ୍ନାନ ନାନା ସୁବାଦ୍ୟେ ବେଦନାଦେ ସ୍ନାନ ସାରିଲେ ରାମ ହ୍ରଦେ ବସୁଦେବର ନାରୀମାନେ ବିବିଧ ଅଳଙ୍କାର ଧନେ ଗୋଭୂମି ଅନ୍ନ ବସ୍ତ୍ର ତୁଲେ ଆଶ୍ଚର୍ଯ୍ୟ ମାଗଧଙ୍କୁ ଦେଲେ ଏମନ୍ତେ ବର୍ଣ୍ଣାଶ୍ରମୀ ଯେତେ ଅନ୍ନବସନ ନାନା ମତେ ପୂଜି ସନ୍ତୋଷ କଲେ ମନ ଅପରେ ଯେତେ ବନ୍ଧୁଜନ ଦାରା ତନୟ ପରିମାଣି ସନ୍ତୋଷ କଲେ ମନ ଜାଣି ବିଦର୍ଭ କୌଶଳ ସହିତେ ପୁରୁ ସଞ୍ଜୟ ଆଦି ଯେତେ ସଭାରେ ଯେତେ ଋଷି ଥିଲେ ସୁର ମାନବ ଭୃତ୍ୟ ମେଳେ ପିତୃଚାରଣ ଆଦି ଜନ କୃଷ୍ଣଙ୍କୁ ମାଗି ଅନୁଜାନ ନିଜ ଭୁବନେ ସର୍ବେ ଗଲେ ଏମନ୍ତେ ଯେତେ ବନ୍ଧୁ ଥିଲେ ଆନନ୍ଦେ ଯେତେ ରାଜବଂଶୀ ଚଳନ୍ତି ଯଜ୍ଞକୁ ପ୍ରଶଂସୀ ବିଦୁର ଧୃତ ରାଷ୍ଟ୍ରବେନି ପାଣ୍ଡବ ଭୀଷ୍ମ ଦ୍ରୋଣ ଘେନି ନକୁଳ ସହ ଦେବ ବେନି କୁନ୍ତି ଯେ ପାଣ୍ଡବ ଜନନୀ ବ୍ୟାସ ନାରଦ ମହାମୁନି ଅନ୍ୟନ୍ୟ ପ୍ରିୟ ଭାବ ଘେନି ସୁହୃଦ ସମୂହେ ବାନ୍ଧବ ପ୍ରିୟ ବଚନେ ବସୁଦେବ ବନ୍ଧୁଙ୍କୁ ଆଲିଙ୍ଗନ କରେ ଅତ୍ୟନ୍ତ ପ୍ରୀତି ଭାବ ଭରେ ବିଚ୍ଛେଦ ବିରହ କାତରେ ଗମିଲେ ନିଜ ନିଜ ପୁରେ ନନ୍ଦଙ୍କୁ ଗୋପାଳଙ୍କ ତୁଲେ ପୂଜିଲା ବସୁଦେବ ଭଲେ ରାମ ଗୋବିନ୍ଦ ଉଗ୍ରସେନ ନନ୍ଦଙ୍କୁ କଲେ ସନମାନ ସୌଭାଗ୍ୟବନ୍ତ ବସୁଦେବ ତରିଲା ମନୋ ରଥାବର୍ଣ୍ଣ ତରିଲା ମନୋରଥାର୍ଣ୍ଣବ ବନ୍ଧୁ ସୁହୃଦ ଭାବ ଭରି ଆନନ୍ଦେ ନନ୍ଦ କର ଧରି ବୋଲଇ ବସୁଦେବ ସ୍ନେହେ ଭୁଜ ଆବରି ଦେହେ ଦେହେ ବସୁଦେବ ଉବାଚ ଭୋ ଭ୍ରାତ ଦେଖ ଏ ଜଗତ ଈଶ୍ୱର ତନ୍ତ୍ରେ ମୋହଗତ ଅତି ସୁହୃଦ ସ୍ନେହ ପାଶି ସୁର ଯୋଗୀଙ୍କ ଚିତ୍ତଗ୍ରାସୀ ତୁମ୍ଭେ ଯେ ମିତ୍ର ସ୍ନେହ ରଙ୍ଗେ ଭାବେ ମିଳିଲ ମୋର ସଙ୍ଗେ ମିତ୍ରର ପ୍ରତି ଫଳ ଯେତେ ମୁଁ ତେଣେ ନୋହିଲି ସମର୍ଥେ ପର ଆୟତ ପୂର୍ବ କାଳ ଏଣୁ ମୋ ହୋଇଲା ନିଷ୍ଫଳ ତୁମ୍ଭ ବିଷୟେ ମିତ୍ରପଣ ନକଲି ଲଭିଲି କଷଣ ଏବେ ଶ୍ରୀମଦେ ଅନ୍ଧ ହୋଇ ମିତ୍ର ଭାବକୁ ନ ଦେଖଇ ଆତ୍ମାର ହିତ ଇଚ୍ଛା ଯାର ରାଜ ସମ୍ପଦ ନୋହୁଁ ତାର ରାଜ ସମ୍ପଦେ ଅନ୍ଧ ହୋଇ ବନ୍ଧୁ ସ୍ୱଜନ ନ ଦେଖଇ ଶ୍ରୀ ଶୁକ ଉବାଚ
ହେମନ୍ତେ ମିତ୍ର ଭାବ ଚିତ୍ତେ ରୋଦନ କଲା ସ୍ନେହଗ୍ରସ୍ତେ ସୁମରି ଯେତେ ନନ୍ଦଗୁଣ ଲୋତକ ଝରେ ଘନ ଘନ ମିତ୍ରର ପ୍ରିୟ ଭାବେ ନନ୍ଦ ସଙ୍ଗତେ ଘେନି ଗୋପ ବୃନ୍ଦ ରାମ ଗୋବିନ୍ଦ ସଙ୍ଗ ପାଇ ଅନେକ ସ୍ନେହ ଭାବ ବହି ଆଜ କରହ ଅନୁକୂଳେ ନିଶ୍ଚୟ ଯିବ ପ୍ରାତଃ କାଳେ ଯଦୁଙ୍କ ଅତି ସ୍ନେହ ବସେ ହେମନ୍ତେ ଗଲା 3 ମାସେ ବ୍ରଜ ସହିତେ ବନ୍ଧୁ ଜନେ ପୂଜିଲେ ବସନ ଭୂଷଣେ ନନ୍ଦକୁ ବସୁଦେବ ଯେତେ ବିଚାରି ଉଗ୍ର ସେନ ସାଥେ ରାମ ଗୋବିନ୍ଦ ଅନୁମତେ ଉଦ୍ଧବ ଆଦି ବନ୍ଧୁ ଯେତେ ଆଦରେ ଦେଲେ ଯେତେ ଧନ ନନ୍ଦ ଘେନିଲେ ତୋଷ ମନ କେତେ ହେଁ ଦୂରେ ନନ୍ଦ ତୁଲେ ରାମ ଗୋବିନ୍ଦ ସୁଖ ଭୋଳେ ଯାଦବେ ସ୍ନେହ ଭରେ ଗଲେ ପୁଣ ବାହୁଡା ବିଜେ କଲେ ଗୋପୀ ଗୋପାଳ ନନ୍ଦମନ କୃଷ୍ଣ ଚରଣେ କରିଲିନ ସମ୍ଭାଳି ନ ପାରନ୍ତି ଭଲେ ଗୋବିନ୍ଦ ଚରଣେ ନିଶ୍ଚଳେ ହେମନ୍ତ ଗଲେ ଗୋପପୁର ଶୁଣ ପରୀକ୍ଷ ନୃପବର ବାନ୍ଧବେ ଜାନ୍ତେ ନିଜପୁରେ ଯାଦବେ ଗୋବିନ୍ଦ ବିଚାରେ ବରଷା ଆଗ ମନ ଜାଣି ରୋହିଣୀ ସୁତ ଚକ୍ରପାଣି ବନ୍ଧୁ ବାନ୍ଧବ ଘେନି ତୁଲେ ଦ୍ୱାରକାପୁରରେ ବିଜେ କଲେ ବିଜେ କଲେ ଯାଦବେ ନିଜ ପୁରେ ଯାଇ କୁଳବୁଦ୍ଧଙ୍କ ପାଶେ ଥାଇ ବସୁଦେବର ଯଜ୍ଞ କର୍ମ ବନ୍ଧୁ ବାନ୍ଧବ ଆଗମନ କହନ୍ତି ହର୍ଷି ତବଦନେ ବୋଲଇ କହନ୍ତି ହର୍ଷି ତବଦନେ ଶୁଣି ସାନନ୍ଦ ସର୍ବଜନେ ବୋଲଇ ଦାସ ଜଗନ୍ନାଥ ପ୍ରବିଗ୍ରହଣେ ଗୋପୀନାଥ ସୁପୁଣ୍ୟ ତୀର୍ଥେ ଯାହା କଲେ ସୁଜନେ ସୁମରତା ଭଲେ ତୁଟିବ ଭବ ବନ୍ଧ ଭ୍ରମ ନ ଲାଗେ ତାପ ତ୍ରୟଶ୍ରମ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ତୀର୍ଥଯାତ୍ରାनुवर्णनं ନାମ 90ତମୋ ଅଧ୍ୟାୟः।